ଦେଖନ୍ତୁ ପ୍ରକୃତରେ ପ୍ରକୃତ ଘଟଣାକୁ ନ ଜାଣିକି ଅତିରଞ୍ଜିତ କରିବା ଠିକ ନୁହେଁ। ଆଜିକାଲି ଯେମିତି ସେମାନେ କିଛି ଦୋଷ କରିବେ, ଆପଣ ଯେମିତି କହିଲେ ଗୋଟେ ପ୍ରେମ ଜନିତ ଘଟଣା, ଏଇଟା ତାଙ୍କର ବ୍ୟକ୍ତିଗତ। ଏଥିରେ ସେ ସ୍କୁଲ କର୍ତ୍ତୃପକ୍ଷ କ'ଣ କରିପାରିବ କିମ୍ବା ଯେଉଁ ଷ୍ଟାଫ୍ ମାନେ ଅଛନ୍ତି କ'ଣ କରିପାରିବେ। ତାଙ୍କର ହେଲା ଯେ କୌଣସି ଜାଗାରେ ଯଦି ନେଗ୍ଲେକ୍ଟ ହେଉଛି କିମ୍ବା କୌଣସି ମାନେ ଆମର ସ୍କୁଲର ଯେଉଁ ଷ୍ଟାଫ୍ ମାନଙ୍କରେ କ'ଣ ଯଦି ସେଠିରେ ଅବ୍ୟବସ୍ଥା ରହିଛି ସେଇ ଗ୍ରାଉଣ୍ଡରେ ସେ କ'ଣ ହେଉଛି, ତାହେଲେ ଆମେ ସେଇ ସ୍କୁଲକୁ ଦୋଷ ଦେବା କଥା। କିନ୍ତୁ ନ ଜାଣିକିରି ତାର ଉପରେ ଅତିରଞ୍ଜିତ କରିକରି ଯେଉଁ ହେଉଛି ସେଗୁଡ଼ାକ ଠିକ୍ ନୁହଁ। ତେଣୁ ଆମେ ପ୍ରକୃତ ଘଟଣାଟାକୁ ନ ଜାଣିକିରି ତାଙ୍କୁ ଏ ପ୍ରକାର ଗୋଟେ ରାଜନୀତିକରଣ କରିବାର ମୋ ମତରେ ଠିକ୍ ନାହିଁ। କାହିଁକି ନା ଆମେ ଦେଖୁଛୁ ମାନେ ଆପଣ କିଟ୍ ପରିସର ଭିତରେ ଯେଉଁ ପ୍ରକାର ବ୍ୟବସ୍ଥା ଅଛି ଏବଂ ଯେଉଁ ପ୍ରକାର ଶିକ୍ଷାଦାନ ଦେଉଛି, ଯାହାଫଳରେ କି ଓଡ଼ିଶା ବାହାରୁ ମଧ୍ୟ ଏବଂ ନେପାଳରୁ ମଧ୍ୟ ବିଦେଶରୁ ବି ଆସିକରି ସେଠି ଶିକ୍ଷାଦାନ ଗ୍ରହଣ କରୁଛନ୍ତି। ଗୋଟେ ଉଚ୍ଚକୋଟୀର ଶିକ୍ଷା ହେଇପାରୁଛି ଏବଂ ସେ ଅନୁଷ୍ଠାନ ପ୍ରତି ବାହାର ଦେଶରୁ ମଧ୍ୟ ତାଙ୍କର ଆସ୍ଥା ପ୍ରକଟ ଅଛି। ତେଣୁ ଏହି ପ୍ରକାର ଘଟଣା ଅନେକ ତାଙ୍କର ସ୍କୁଲ ମାନଙ୍କର ଅନେକ ଇଏରେ ଜାଗାରେ ହେଉଛି, କିନ୍ତୁ ସେଟାକୁ ଅଣଦେଖା କରାଯାଉଛି। ମୁଁ ତ ଭାବିବି ଏଇଟା ଗୋଟେ ମାନେ ଗୋଟେ ସୁଚଳିତ ଗୋଟେ ଷଡ଼ଯନ୍ତ୍ରମୂଳକ ଏବଂ ଏହାକୁ ଅତିରଞ୍ଜିତ କରିବା ନିହାତି ପାଖରେ ଗୋଟେ ଦୁର୍ଭାଗ୍ୟର ବିଷୟ।